ଏଇଟା ତ ଆମ ରାଜ୍ୟର କାନୁନ। ମୁଁ ଭୁଲି ନାହିଁ ବଳଙ୍ଗା, ଛାଡ଼ିବି ନାହିଁ। ବଳଙ୍ଗା ପୁଣି ଥରେ ଜନ୍ମ ନେବ। ଯେତେ କେସ୍ରେ ଏମିତି ହେଇଛି, ଫାଇଲ ଦବା ହେଇଛି, ଏ ସବୁ କେସ୍ ବାହାରିବ। କାହା କାହା କଷ୍ଟଡିରୁ ହଜିଲା, ଦ ପର୍ସନ ହୁ ଇଜ ରେସ୍ପନ୍ସିବଲ ଫର ଦ୍ୟାଟ୍ ଫାଇଲ should immediately be punished. ଯାହାର କଷ୍ଟଡିରେ କିମ୍ବା ଯୋଉମାନଙ୍କ କଷ୍ଟଡି ଗ୍ରୁପ ଅଫ ପିପୁଲ ଏବଂ ବ୍ୟକ୍ତି ବିଶେଷ ତାଙ୍କର ଯୋଉ ଫାଇଲ ହଜିଛି ସେମାନଙ୍କୁ ଆଇନ ଅନୁଯାୟୀ କାର୍ଯ୍ୟ କରିବା କଥା। ତାଙ୍କୁ ଗିରଫ କରାଯାଉ, ତାଙ୍କଠୁ ପଚରା ଉଚରା କରାଯାଉ, କେମିତି ହଜିଲା, କାହିଁକି ହଜିଲା। ଏଇଟା ତ ପ୍ଲେନ୍ କଥା। ଇଟ୍ ଇଜ କ୍ରିମିନାଲ ଅଫେନ୍ସ। ସିଏମରୁ ହଜିବାଟା ବହୁତ ବଡ଼ କଥା। ହେବା କଥା ନୁହଁ, ହଜିବା କଥା ନୁହଁ। କେମିତି ହଜିଲା, କିଏ ହଜାଏ? ଏଇ ସରକାରରେ ଯେମିତି ମୁଖ୍ୟମନ୍ତ୍ରୀ କହୁଛନ୍ତି ଗୋଟେ କଥା, ଶିକ୍ଷାମନ୍ତ୍ରୀ ଗୋଟେ କଥା କହୁଛନ୍ତି, ମାନେ ଏଥିରେ କଣ ସରକାର ଅଛି? ସେ ରୁବେନ ବାବୁ ଠିକ କହିଥିଲେ ଦିନେ, ସରକାର ଅଛି ତ ବୋଲିଥିଲେ। ଏବେ ସେ ସବୁ ଜିନିଷ ଜଷ୍ଟିଫାଏ ହୁଏ। ସରକାର ଥିଲେ ଏମିତି ହୁଅନ୍ତା। ଆଉ ମୁଁ ଆପଣମାନଙ୍କୁ ପଚାରୁଛି, ବଳଙ୍ଗା କଥା ଆପଣମାନେ କେମିତି ଭୁଲିଗଲେ? ବଳଙ୍ଗାରେ ଝିଅ ଭିକ୍ଟିମ ନିଜେ କହିଥିଲା ମତେ ଜଳେଇ ଦିଆଗଲା। ତାପରେ ତାକୁ ନେଲେ କି ତା ଡେଡ ବଡିକୁ ନେଇକି ଗଲେ ଏମ୍ସ କୁ, ଦିଲ୍ଲୀକୁ, ଏବଂ ସେ ସେଥିରେ ଷ୍ଟେଟମେଣ୍ଟ ଦେଇଛି ବୋଲି କହିଲେ। ସେ ଅପରାଧୀ ମାନେ କାହିଁ ଗଲେ ଭାଇ? ଯାହାପରେ ଝିଅ ଉପରେ କହିଦିଆଗଲା ସିଏ ନିଜକୁ ନିଜେ ଜଳେଇଲା ବୋଲି। ଏଇଟା ତ ଆମ ରାଜ୍ୟର କାନୁନ। ମୁଁ ଭୁଲି ନାହିଁ ବଳଙ୍ଗା, ଛାଡ଼ିବି ନାହିଁ। ବଳଙ୍ଗା ପୁଣି ଥରେ ଜନ୍ମ ନେବ। ଯେତେ କେସ୍ରେ ଏମିତି ହେଇଛି, ଫାଇଲ ଦବା ହେଇଛି, ଏ ସବୁ କେସ୍ ବାହାରିବ।